ତେବେ ଏହି କାମିକା ଏକାଦଶୀ ବ୍ରତ କରିଲେ କଣ ଲାଭ ହୁଏ ଏବଂ ଏହି କାମିକା ଏକାଦଶୀ ବ୍ରତ କେଉଁ ଦିନ ପଡୁଛି? ଆସନ୍ତୁ ଏହି ଭିଡିଓରେ ସମସ୍ତ କଥା ଜାଣିବା। ତେବେ ଏହି କାମିକା ଏକାଦଶୀ ବ୍ରତ ପାଳନ କରିଲେ କଣ ଲାଭ ହୋଇଥାଏ? ଏହି କାମିକା ଏକାଦଶୀ ବ୍ରତ ପାଳନ କରିଲେ ଆପଣଙ୍କର ସମସ୍ତ ପ୍ରକାର ପାପ କ୍ଷୟ ହେବା ସହିତ କାମିକାର ଶବ୍ଦ ହେଉଛି ସମସ୍ତ ପ୍ରକାର ଇଚ୍ଛା ମଧ୍ୟ ପୂରଣ ହୋଇଥାଏ। ତେଣୁ ଏହି ବ୍ରତ ଯେଉଁମାନେ କରୁଛନ୍ତି ଆଜିର ଦିନରେ ତାଙ୍କର ଇଚ୍ଛା ମଧ୍ୟ ପୂର୍ଣ୍ଣ ହୋଇଥାଏ। ତେବେ ଆଜିର ଦିନରେ ଆପଣ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କୁ ପୂଜା କରନ୍ତୁ। ଭଗବାନ ବିଷ୍ଣୁଙ୍କ ତୁଳସୀ ପତ୍ର ଆଜି ଦେଲେ ବିଶେଷ ଆଶୀର୍ବାଦ ମିଳିଥାଏ। ତେବେ ଆପଣ ଆଜିର ଦିନରେ ଯାହାକି ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ମନ୍ଦିର ଘରେ ବା ଆପଣଙ୍କର ଘରେ ଯାହାକି ଦୀପ ଜାଳି ନିଜର ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରାନ୍ତୁ ବା ପ୍ରସନ୍ନ କରାନ୍ତୁ। ତେବେ ଏହି କାମିକା ଏକାଦଶୀ ବ୍ରତ ଯାହାକି ଅଗଷ୍ଟ 9 ତାରିଖ ରବିବାର ଦିନ ବ୍ରତ ପାଳନ କରାଯାଉଛି, ତା ପରଦିନ ଯାହାକି ଅଗଷ୍ଟ 10 ତାରିଖ ସୋମବାର ଦିନ ଦ୍ୱାଦଶୀ ପାରାୟଣ ଯାହାକି ଦିବା 5 ଘଟିକା 24 ଠାରୁ ଦିବା 8 ଘଟିକା 2 ମଧ୍ୟରେ, ତେଣୁ ଏହି ସମୟରେ ପାରାୟଣ କରିପାରିବେ।